ଓଡ଼ିଶାରେ ମଦ କାରବାରକୁ ନେଇ ଆସିଲା ବଡ଼ ଖବର। ଓଡ଼ିଶାରେ ବନ୍ଦ ହେବାକୁ ଯାଉଛି ମଦ ଦୋକାନ। ତ ଫ୍ରେଣ୍ଡସ୍, ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ଯେଉଁମାନେ ନୂଆ ଅଛନ୍ତି ନିହାତି ଭାବରେ ଚ୍ୟାନେଲକୁ ଲାଇକ୍ କମେଣ୍ଟ ସେୟାର ଆଉ ନିହାତି ଭାବରେ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ବଟନକୁ ପ୍ରେସ୍ କରିଦିଅନ୍ତୁ। ଏଇଭଳି ଭିଡ଼ିଓର ନୋଟିଫିକେସନ୍ ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିଯିବ। ତ ଫ୍ରେଣ୍ଡସ୍, ନୂଆ ସରକାର ଓଡ଼ିଶାରେ ଆସିଲା ପରେ ଆସିଛି ଏକ ବଡ଼ ଖବର। ଓଡ଼ିଶାରେ ବନ୍ଦ ହେବାକୁ ଯାଉଛି ବିଦେଶ ମଦ ଦୋକାନ। ମଦ କାରବାର ଓଡ଼ିଶାରେ ହେବ ବନ୍ଦ ଏବଂ ଅପଡ଼େଟ୍ ଆସିଛି କି ଅଗଷ୍ଟ ମାସ ପୂର୍ବରୁ ଓଡ଼ିଶାରେ ସମସ୍ତ ମଦ ଦୋକାନ ବନ୍ଦ ହୋଇଯିବ। ମୋହନ ଚରଣ ମାଝୀ ନ୍ୟୁଜ୍ ସିଏମ୍ ହେଲା ପରେ ଆଣିଛନ୍ତି ଏହି ବେଶ ବଡ଼ ଖବରଟି। ଓଡ଼ିଶାରେ ବନ୍ଦ କରିବାକୁ ଯାଉଛନ୍ତି ମଦ ଦୋକାନ। ତ ଫ୍ରେଣ୍ଡସ୍, ରାଜ୍ୟରେ ବିଜେପି ସରକାର ଆସିଲା ପରେ ଏହିଭଳି କିଛି ଖୁସି ଖବର ଆସିଛି। ତ ଦେଖିପାରୁଥିବେ ଲିକର୍ ବ୍ୟାନ୍ ଇନ୍ ଓଡ଼ିଶା, ତା ମଧ୍ୟ ଅପଡ଼େଟ୍ ବି ଆପଣଙ୍କୁ ନ୍ୟୁଜ୍ରେ ମିଳିଯିବ ଏବଂ ରାଜ୍ୟରେ ମଦ କାରବାର ବନ୍ଦ ହେବ। ତ ଫ୍ରେଣ୍ଡସ୍, ଆପଣମାନଙ୍କ ପସନ୍ଦରେ ଆପଣମାନେ କ'ଣ ଚାହୁଁଛନ୍ତି? ଓଡ଼ିଶାରେ ବିଦେଶୀ ମଦ କାରବାର ବନ୍ଦ ହେବା ଦରକାର କି ବନ୍ଦ ହେବାର ଦରକାର ନାହିଁ, ନିହାତି ଭାବରେ କମେଣ୍ଟରେ ଜଣାଇବେ। ତ ଯଦି ଭିଡ଼ିଓଟି ଭଲ ଲାଗିଥିବ ନିହାତି ଭାବରେ ଭିଡ଼ିଓଟିକୁ ଲାଇକ୍ କମେଣ୍ଟ ସେୟାର ଆଉ ନିହାତି ଭାବରେ ସବସ୍କ୍ରାଇବ୍ କରିବେ। ରହୁଛି, ଜୟ ହିନ୍ଦ, ନମସ୍କାର।